ଅଧିକ ଦେଲା କରୁଛ ମାଉସୀ ଏ ଦଶ ମାଉସୀ ଘରେ ଅଛୁ ନା କୁଆ ଯାଇଛୁ ମାଉସୀ ପୋଖରୀ ଉଡ଼ାରେ ଗାଁ ମାଇଲେ ଗାଧେଇ ନେବେ କାନା ବସି ଗଛ ଡାଳରେ ପଇସି ବଜୁଛି କହିଲୁ ଏ ଗାଁର ବୋଉ ଝିଅ ବୋଉ ପୋଖରୀ ଗାଧେଇ ଯିବେ ନା ଯିବେନି ଯିବେ ତମ ଝିଅ ବୋଉଙ୍କ କଥା ଯଦି ଏତେ ଚିନ୍ତା ଗାଁରେ ପୋଖରୀ ରଖିଛ ଯଦି ପୋଖରୀ ନ ଗାଧେଇବେ ତାହେଲେ ତମ ଘରେ ଗୋଟେ ପାଥର ମୁଖ ନିଟାଉନା ଝିଅ ମାନେ ଏଇ ପୋଖରୀ ଗାଧେଇବାକୁ ଯିବେନି ସେଇ ପାଥରରେ ଗାଧେ ହଇରେ ହେ ତମ ଝିଅ ମାନେ ପୋଖରୀ ଗାଧେଇବାକୁ ଯିବେ ବୋଲି ମୋ କାନା କଣ ପଇସି ପଚାଇବନି ଝାଡ଼ା ଯିବା ବେଳେ ଝିଅ ବୋହୂ ମାନେ କାନା ସେଟେ ଖଣ୍ଡିଆ ଭୂତ ହୋଇ ଡରଉଛି ଆଜି ଆଉ ନିଶା ବସି ତମେ ଜରିମାନା ଦବ ତା ନହେଲେ ଗାଁ ଛାଡ଼ି ଚାଲିଯିବ ଆରେ ବାବା ମୋ କଥା ଟିକେ ଶୁଣ ଏ କଥାକୁ ଗାଁରେ ପକା ଆରେ କଥାଟା ବଢେଇବାକୁ ଚେଷ୍ଟା କର କଥାଟା ବଢିଯିବ ବରଂ ସେ ଆସୁ ଆମେ ତାକୁ ଶାସନ କରିବୁ ଆଉ ଆମକୁ କେମିତି ବୁଲେଇବା ଲାଗି ପଠାଇ ଦବ ଆଉ ଆମେ ଗଲା ପରେ କୋଳରେ ବସେଇ ଝୁଲେଇ ଦବ ଭାରି ଚାଲାକ ଆଜି ଆମ ନିଜ ଆଖିରେ ଦେଖିବୁ ତମେ ତାକୁ ଶାସନ କରୁଛ ନା କୋଳରେ ପୁରେଇ ଝୁଲେଇ ଦଉଛ ତମେ ଯଦି କହୁଛ ତାହେଲେ କାନ୍ନା ଆସୁ ମୁଁ ତାକୁ ଏମିତି ଶାସନ କରିବି ସିଏ ଆଉ ଦୁଷ୍ଟାମି କରିବା ହବନି ଆଉ ଯୋଉ ମୁହଁ କହୁଛି କେମିତିକା ଶାସନ କରିବୁ ଆଜି ଆମେ ଭାବିବା ଦରକାର ଶୁଣ କାହ୍ନା ଆଜି ଆସୁ ହେଲା କାହ୍ନା ଆସିଲେ ମୁଁ ତାକୁ ଶାସନ କରିବି ତମରି ଆଗରେ ତାକୁ ଶାସନ କରିବି ହେଲା ଏଇ ଛାତରେ ତାକୁ ମୁଁ ବାଡ଼େଇ ବାଡ଼େଇ ଶାସନ କରିବି ସକାଳୁ ଗାଈ ନେଇକି ଯାଇଥିଲୁ ସନ୍ଧ୍ୟା ଆସି 4ଟା ବାଜିଲାଣି ପେଟରେ ପ୍ରବଳ ଭୋକ ଦେଲୁ କଣ ଦିଟା ଖାଇବାକୁ ଦେଲୁ ତମେ ଦିଟା ଏଠି କଣ କ୍ଷୀର ସର ଖାଇ ପେଟ ପୁରିନି ଯେ ପୁଣି ଗେଫା ମାରିବୁ ଗେଫା ଗାଈ ଚରାଉଥିଲୁ ନା ପୋଖରୀ ତଟରେ ଝିଅ ବୋଉ ହଇରାଣ କରୁଥିଲୁ କାହ୍ନା ବାବା ଏମାନେ ଯାହା କହନ୍ତି ସେ କଥା କଣ ସତ ଆରେ କହୁନୁରେ କାହ୍ନା ଏମାନେ ଯୋଉ କଥା କହୁଛନ୍ତି ସବୁ ସତ ନା ମିଛ ଆରେ ନା କଣ ତୁ କଣ ମତେ ଜାଣିନୁ ଜାଣିଛି ନା ଏମାନଙ୍କୁ ଜାଣିନୁ ଇଏ ସବୁ ମୋ ନାଁରେ ମିଛ କହୁଛନ୍ତି ଆମେ ତ ମିଛ ଉରା ତୁ ଏକା ସତ୍ୟତା ଆଜି ଗାଁ ମିଟିଂ ଡକାଇ ବିଚାର ହବ ସାହି ମାଇପେ ବସିବେ ତୁ ସେଠି କଣ କରିଛୁ ଆଉ କଣ ନ କରିଛୁ ସବୁ ସେଇଠି କହିବେ ଆରେ ପିଲାମାନେ ତମେ ସେମିତି କରନି ରେ ତମେ ସେମିତି କରନି ଆରେ ପିଲେ ତମର କଣ ଏଇ ଯଶୋଦା ମାଉସୀ ଉପରେ ବିଶ୍ୱାସ ଭରସା ନାହିଁ ଆଉ ଦେଖୁନ କେମିତି ଭରସା ନ କଲେ କେମିତି ଭରସା ରଖିବ ନା ତମେ ଦେଖିବ ତମରି ଆଗରେ ମୁଁ ଏଇ କାହ୍ନାକୁ ଶାସନ କରିବି ଏଇ ମନରେ ମୁଁ ଆଜି ତାକୁ ବାଡ଼େଇବି ତୁ କଣ ଏମାନଙ୍କ କଥା ଶୁଣିକି ମତେ ଅବିଶ୍ୱାସ କରୁଛୁ ନାଇଁ ରେ ମା ତୁ ସତ କହୁଛି ଗାଁ ଘରେ କ୍ଷୀର ସର କିଛି ଖାଇନି ଏ ଗୋପପୁରର ଗୋପ ଗୌରବଟା ମୋ ନାଁରେ ସବୁ ମିଛ କହୁଛନ୍ତି ହଇରେ ହେ ତୋ ନାଁରେ ସମସ୍ତେ ମିଛ କହୁଛନ୍ତି ତୁ ଏକା ସତ୍ୱା ପୁରୁଷଟା ତତେ ମୁଁ ଛାଡ଼ିବି ତତେ ଏଇ ବେତରେ ତତେ ମୁଁ ବାଡ଼େଇବି ଆଜି ମୁଁ ସତରେ କଣ ତୁ କାହ୍ନାକୁ ହାତକୁ ମାଡ଼ ମାରିବୁ ଏଇ ଛାତରେ ମୁଁ ତାକୁ ବାଡ଼େଇବି କାହିଁକି ଜାଣିଛ ସେ ଘରର ମା ସୁନ୍ଦରକୁ ସବୁ ମାଟିରେ ମିଶେଇ ଦେଇଛି
ସୁଖ ମିଳିଯାଇଛି। କାନା 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 ଆଲୋ ମାଉସୀ ମୋ କାନା ଏମିତି ମନ ମାରି ଠିଆ ହେଇଛି କାହିଁକି? ମୁଁ ପରେ ଜାଣେ ତୁ ସେମାନଙ୍କ କଥାରେ ପଡି ମୋ କାନାକୁ ମାଡ଼ ମାରିଛୁ। ତୁ କଣ ଜାଣିନୁ ସେମାନେ ସବୁ ମିଛ ଗୁଡାକ। ମୋ କାନାକୁ ମାଡ଼ ନ କହିଲେ ତାଙ୍କର ଭାତ ହଜମ ହୁଏନି। ମୋ କାନା କାହା ଘରେ ବସି ସରଳମଣି ଚୋରି କରିନି କି କହୁଛି ହବ ହଇରାଣ କରିନି। ସେମାନେ ସବୁ ଏସବୁ ତାଙ୍କର ମନ ଗড়ା କଥା। ଆଲୋ ଝିଅ କାନା ତ ସତ କହୁଛୁ। ସତ କହୁଛି ସେମାନେ ମିଛ କହି ମୋରି ହାତରୁ ମୋ କାନାକୁ ମାଡ଼ କହିଛନ୍ତି। ସବୁ ମିଛ ମାଉସୀ। ଜାଣିଛୁ ପରା ଏ ସାଇଟା ସାରା ଲୋକ ମୋ କାନାକୁ ସହି ପକାନ୍ତି। ସମସ୍ତେ ହିଂସାରେ ଚଳୁଛନ୍ତି। ଆରେ ସିଏ କଣ ଖାଇଛି ନା ଧରିଛି? କାହିଁକି ତା ପଛରେ ତମେ ଲାଗିଛ? ତମେ ଯାଇନ ନନ୍ଦଗଡ଼କୁ? ଏ ନନ୍ଦଗଡ଼ ଯେତିକି ଖରାପ ସେତିକି ଭଲ। ତୁ କାହିଁ ମୋ ବୋଉ ଆଗରେ କହୁଥିଲୁ ସେ ଲୋକ ଗୁଡ଼ା ମୋ ନାଁରେ ମିଛ କହି ମତେ ମାଡ଼ ମାରିଛନ୍ତି ବୋଲି? ମୋ ବୋଉ ଯେମିତିକା ଲୋକ ତାଙ୍କ ଘରେ ବସି ତାଙ୍କ ଚୁଟି ଧରି ଘୋଷାଡ଼ି ଆଣିବ ଦେ। ମୁଁ କଣ ଜାଣିନି କି? ହେଲେ ତୁ କହିଲୁ ମୋ ଆଗରେ କେହି ମୋ କାନାକୁ ମାଡ଼ ମାରିବେ ଏ ରାଧା କଣ ସହିପାରିବ? କାନା ପରା ଏ ରାଧାର ଜୀବନ। ସତେ ମୋ ରାଧା ତୁ ମତେ କେତେ ଭଲ ପାଉଛୁ। ହେଲେ ମତେ ବେଳେ ବେଳେ ଡର ଲାଗେ କାଳେ ମୋ ଠାରୁ ତତେ କିଏ ଦୂରେଇ ନେଇଯିବନି ତ।